ସବୁବେଳେ ଚେଷ୍ଟା କରେ कि ମୁଁ କେମିତି ଖୁସିରେ ରହିବି। ହ୍ୟାଲୋ ଏଭ୍ରିୱାନ୍, ୱେଲକମ୍ ଟୁ ମାଇ ମିନି ବ୍ଲଗ୍। ଆଜି ଶ୍ରାବଣ ମାସର ଶେଷ ସୋମବାର, ଆଉ ଏଇ ସୋମବାରଟା ମୋର କେମିତି କଟୁଛି ଭିଡ଼ିଓ ଟିକେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମାନେ ଜାଣିଛନ୍ତି କି ମୁଁ ସକାଳୁ ସକାଳୁ କେତେ ଜଲ୍ଦି ଉଠେ, ଆଉ ଉଠି ସାରିଲା ପରେ ମୁଁ ମୋ ଝିଅର ଖାଇବାରେ ଥିଲା ଚାହା, ବିସ୍କୁଟ୍ ଆଉ ରୁଟି। ଆଉ ମୋ ପରେ ଏମିତି କିଏ ବାସି ରୁଟି ଖାଇବାକୁ ଭଲ ପାଆନ୍ତି ପ୍ଲିଜ୍ କମେଣ୍ଟରେ କହିବେ। ତ ଏଠି ଆମେ ମା ଝିଅ ଦୁଇ ଜଣ ଜଳଖିଆ କରିସାରିଥିଲୁ। ଜଳଖିଆ ସାରିଲା ପରେ ମୁଁ ବାହାରି ଯାଇଥିଲି ରୋଷେଇ କରିବାକୁ, ଯେହେତୁ ରୋଷେଇ କରିବି। ଆଉ ତା ଭିତରେ ମୋର ଗୋଟେ ଛୋଟ ଗିଲିମା ଅଛି। ସତରେ ଦିନ ଗୁଡ଼ାକ କେତେ ଜଲ୍ଦି ପଳାଉଛି। ଖୁସି ମା ଯେତେବେଳେ ଛୋଟ ଥିଲା ସବୁବେଳେ ଭାବେ କି ସେ କେବେ ବଡ଼ ହବ। ଆଜି ଦେଖ ମୋ ଝିଅ ବଡ଼ ହେଇକି ପାଠ ପଢ଼ୁଛି, ଆଉ ତା ସାଙ୍ଗକୁ ପୁଣି କୁନି ଝିଅଟି ଆସିଗଲାଣି। ପୁଣି ଆ ପାଇଁ ଟେନସନ୍ କି ଇଏ କେତେବେଳେ ବଡ଼ ହେବ। କୌଣସି ବି କାମ ମୋତେ ଠିକ୍ସେ କରେଇ ଦିଏନି, ଆଉ ମୁଁ ଏଠି ତାକୁ ଧରିକିରି ହିଁ ଖାଉଥିଲି। ଏଠି ମୁଁ ମୋ ଝିଅକୁ ଗୋଟେ ଜିନିଷ ଖାଇବାକୁ ଦେଉଥିଲି, ସେଇଟା କମେଣ୍ଟରେ କହିବେ, କିନ୍ତୁ ମୋ ଝିଅ ଖାଇବନି ବୋଲି ଏଠି ନାକ ଉଠାଉଥିଲା। ତ ଏଇ ଜିନିଷ ଖାଇବା ପାଇଁ ଆମେ ପିଲାବେଳେ କେତେ ବାଡ଼ିଆ ପିଟା ହଉ। ଆଉ ମୋ ଝିଅକୁ ଦେଖ, ଯେ ଯେମିତି ଖାଇଲାନି, ମୁଁ ଖାଇଦେଲା। ଆପଣ କହିବେ ପ୍ଲିଜ୍ ଗେଷ୍ଟ କରିକି ଏଇଟା କ'ଣ। ଏବେ ତ ଏସବୁ ମାର୍କେଟରେ ମିଳୁଛି, କିନ୍ତୁ ଅରିଜିନାଲ୍ ଜିନିଷ ଏବେ କିଛି ବି ଏମିତି ମିଳୁନି। ସବୁବେଳେ ମୁଁ ଚେଷ୍ଟା କରେ କି କାମ କେମିତି ଜଲ୍ଦି ସରିବ। ତ ଦୁଇଟା ଛୁଆଙ୍କୁ ଧରିକି କାମ କରିବାଟା ଏତେ ବି ସହଜ ନୁହଁ। ଆଉ ତା ସାଙ୍ଗକୁ ଗିଲିମା ସକାଳୁ ଉଠିଲା ମାନେ ମୋ ଉପରେ ବିକ୍ରମ ବେତାଳ ଭଳିଆ ଲାଉ ହେଇଯାଏ, କି ତାକୁ ଧରିକି ଘଣ୍ଟାଏ ବୁଲେଇବ, ତାପରେ ଯାଇ ତୁମେ ଯେଉଁ କାମ କରିବ। ବେଳେବେଳେ ତ ଏମିତିରେ ବହୁତ ବିରକ୍ତ ଲାଗେ। ତାପରେ ଏଠି ରୋଷେଇ ସାରିକି ମୁଁ ଟିକେ ଟେଷ୍ଟ କରିଥିଲି ଡାଲମା। ଆପଣ ଜାଣିଛନ୍ତି ଡାଲମା ମୋର କେତେ ଫେଭରାଇଟ୍। ଆଉ ମୁଁ ଏଠି ନିଜକୁ ନିଜେ ଡାଲମା ଖାଇକି ଟିକେ ନିଜକୁ ନିଜେ ସାବାସ୍ ଦେଇଥିଲି। କ'ଣ ପାଇଁ ନା ମୁଁ କରିଥିଲା ଭାତ, ଡାଲମା, ଆଳୁ ଚକଟା, ପାମ୍ପଡ଼ ଆଉ ଭେଣ୍ଡି ଭଜା। ତ ଏଠି ଆମେ ଦୁଇ ଜଣ ସାଙ୍ଗ ହେଇକିରି ଖାଇ ଦେଇଥିଲୁ। ମୁଁ ସବୁବେଳେ ଅପେକ୍ଷା କରିକି ମୋ ସ୍ୱାମୀ ଆସିଲେ ଆମେ ଦୁଇ ଜଣ ଖାଇବୁ। ତ ଖାଇସାରିଲା ପରେ ଖାଇବା ଭଲ ହେଇଥିଲା ବୋଲି ମୋ ସ୍ୱାମୀ ମୋତେ ପଚାରିଲେ କି କ'ଣ ଆଣିବ। ଆଉ ମୁଁ ସେଇଥିପାଇଁ ତାଙ୍କୁ କହିଥିଲି କି ମୋ ପାଇଁ ଗୋଟେ ଥମ୍ସଅପ୍ ଆଣ, ମୁଁ ପିଇବି। ହେଲେ ବାବୁ ନିଜେ ଆଣିକି ଆଗ ପିଇଦେଲେ, ଆଉ ମୋତେ ଦେଲେ। ମୁଁ ବି ଅଧା ପିଇଛି, କିନ୍ତୁ ମୋତେ ଲାଷ୍ଟରେ ଭିଡ଼ିଓ ଲାଷ୍ଟକୁ ଦେଖାଉଛନ୍ତି କି ସବୁତକ ଥମ୍ସଅପ୍ ମୁଁ ହିଁ ପିଇଛି। ଆଉ ମୁଁ ଏମିତି ପିଉଥିଲି। ସ୍ୱାମୀମାନେ ଖୁସି ହେଲେ ସ୍ତ୍ରୀମାନେ ବହୁତ କିଛି ଡିମାଣ୍ଡ କରନ୍ତି, ହେଲେ ମୁଁ ସେମାନେ ଗୋଟେ ଥମ୍ସଅପ୍ ମାଗିଲା, ଆଉ ସେଇ କଥା ଶୁଣିକି ମୋ ସ୍ୱାମୀ ହସୁଛନ୍ତି। ଆଉ କହୁଛନ୍ତି ଏଇଟା ନେଇକିରି ନିଜେ ଦୋକାନରେ ନେଇ ଆସିବ। ତ ତାଙ୍କ ହସ ଦେଖି ମୋତେ ଏମିତି ହସ ଲାଗୁଥିଲା। ତାପରେ ଖାଇସାରି ଆମେ ଦୁଇ ଜଣ ଏଠି ଟିକେ ଗପସପ୍ କଲୁ। ଆଉ ଗପସପ୍ ହେଇସାରିଲା ପରେ ଏଠି ହେଇଯାଇଥିଲା ସନ୍ଧ୍ୟାବେଳ ଟାଇମ୍। ଆଉ ଆଜି ସନ୍ଧ୍ୟାରେ ଚା'ଟା ମୁଁ ଏମିତି ବନେଇଥିଲି, ଛାଡ଼, ଏଇ ପର ଭିଡ଼ିଓରେ ମୁଁ ନିଶ୍ଚିତ କହିବି। ତ ଆଜିର ବ୍ଲଗ୍ କେମିତି ଲାଗିଲା ପ୍ଲିଜ୍ କମେଣ୍ଟ କରି କହିବେ। ରହୁଛି, ଜୟ ଜଗନ୍ନାଥ।